ହ୍ୟାଲୋ ଗାଇସ୍ ଜୟ ମା ଭୈରବୀ ଜୟ ଜଗନ୍ନାଥ କେମିତି ଅଛନ୍ ଆପଣ ମାନେ ସବୁ ଭଲ ତ। ହଁ ମୁଇଁ ଆଶା କରୁଛେ ସବୁ ଭଲରେ ଥିବ ତ ଗାଇସ୍ ଆମେ ଆସିଛୁ ଆଜି ନନ୍ଦନକାନନ କେ ବୁଲବା ଲାଗି। ତ ଏବେ ଆମେ ଯିମୁ ଭିତରକୁ ଆପଣ ମାନଙ୍କୁ ମୁଇଁ ଦେଖେଇବି ନନ୍ଦନକାନନ ରେ ସବୁ କାଁ କାଁ ଅଛେ। ଆମେ ଆମର ଖାନା ପିନା ଟା ଇନେ ସାରି ଦେଇକି ବାହାରି ପଡିଛୁଁ ତାପରେ ଭିତରକୁ ଦେଖି ଯିବା ଲାଗି ଯାଉ ଯାଉ ଫାଷ୍ଟ ଗୋଟେ ଆମେ ଦେଖିଦେଇସୁଁ ବାଘକ ସେ ବାଘ ଟା ଦେଖି ପାରୁଥିବେ ଆପଣ ମାନେ କେତେ ବଡଟେ ଯେ ଆମେ ଏଇ ବାଘକ ଦେଖି ସାରିଲା ପରେ ଆଗକୁ ଆଇସୁଁ। ଆରେ ଆଗରେ ଆସିକି ଦେଖୁନ୍ ଲୋକମାନେ ବହୁତ ଅଛନ୍ ଆରେ ଦେଖୁଛନ୍ ବାଘ ବି ବହୁତ ଅଛନ୍ ଦେଖିପାରୁଥିବେ ଆପଣ ମାନେ ମୁଇଁ ତ ଭିଡିଓରେ ବହୁତ କମ ଦେଖୁଛେ। ଆ ଏଇ ବାଘକୁ ଦେଖିପାରୁଥିବେ କେମିତି ଯାଇକି ପାଣି ଭିତରେ ଅଛେ। ଆମେ ଏତେ ବାଘ ଦେଖୁନୁ ଯେ ଭଲ ନାଇଁ ଲାଗିଲା ତାର ପରେ ଆମେ ପଳେଇ ଆସୁଁ ଆଡେ ବିଲେଇ ବୁଲା ଟିକେ ଦେଖବା ଲାଗି। ଇନେ ସେ ଯେନ ଘର ବିଲେଇ ସେ ବିଲେଇ ନାହିଁ ଇନେ କେତେ ବହୁତ ପ୍ରକାରର ବିଲେଇ ଅଛି ଆପଣ ମାନେ ଦେଖି ନାଇଥିବେ ଏତିକି ବିଲେଇ ମୁଇଁ ତ ନିଜେ କାବା ହେଇଗଲି କି ବିଲେଇର ବି ଏତିକି ପ୍ରକାର ଥାଇସି। ଆମେ ଆସିକି ହେଲେ ଗୋଟେ ବିଲେଇ ନ ଦେଖି ପାରସୁଁ ସବୁ ବିଲେଇ କେ ଜାଣି ଯେ କେନ୍ ଭିତରେ ଅଛନ୍ତି ଆକୁ ଆସିଲା ପରେ ତାର ପରେ ଗୋଟେ ଚଢେଇଟେ ଦେଖସୁଁ ଏଇଟା ହଉଛି ଅଷ୍ଟ୍ରିଚ ଗାଇସେ। ତାର ପରେ ଆମେ ଆଗ ଯେତେ ଯାଇସୁଁ ସେତେ ବଢିଆ ବଢିଆ ଜିନିଷ ଦେଖସୁଁ ଆପଣ ମାନେ ଦେଖିପାରୁଥିବେ। ଆଉ ଗୋଟେ ଜିରାଫ ଟେ ଆମେ ବାଟରେ ଗଲା ବେଳକୁ ଦେଖସୁଁ। ଏଇ ଜିରାଫ ଟା ଦେଖିପାରୁଥିବେ କେତେ ବଡ ଯେ ତାର ପରେ ଆମେ ଟିକେ ଆଗ ଯେମତି ଆଇସୁଁ ଆମେ ଦେଖିଦେଇସୁଁ ପୁଣି ହରିଣ। ଆର ହଇଣ ହରିଣ ଦେଖିକି ଏବେ ଆମକୁ ଇଚ୍ଛା ହେଇଛି ଦେଖି ଯିବାର ଲାଗି ସାପ ତ ସାପ ଦେଖିଯିବା ବାଟରେ ଆମକୁ ଦେଖା ଯାଇସି ଭାଲୁ ଭାଲୁ ମାନେ କେମତି ଗଛରେ ବସିଛନ୍ ଦେଖି ପାରୁଥିବେ। ଆମେ ତାପରେ ଭାଲୁ ଦେଖିକି ଆମେ ଆଇସୁଁ ଏଇନେ ଦେଖିପାରୁଥିବେ କେତେ ଚଢେଇ ଅଛନ୍। ଆରେ ଏଇ ଚଢେଇ ମାନେ ଯେତେବେଳେ ସେମାନଙ୍କୁ ମାଛ ଖାଇବାର ଲାଗି ଦେଇ ଯାଇସନ୍ ସେମାନେ କେମିତି ସବେ ତଳକ ଉତରି ପଡୁଛନ୍ତି ଦେଖି ପାରୁଥିବେ। ସେ ଭାଇ ମାନେ ସବୁ ମାଛ ଆଣି ଦେଇଥିଲେ। ତ ଆମେ ଏବେ ଯାଉଛୁ ସାପ ସୋପି ଆଡେ ଟିକେ ଦେଖା କରବା ଲାଗି ସାପ ମାନଙ୍କୁ। ତ ଆମେ ଏବେ ଯାଉଛୁ ଭିତରକୁ ଏଇ ଭିତରେ ଅଛେ ସବୁ ବହୁତ ବହୁତ ଭେରାଇଟି ର ସାପ ମାନ ସବୁ ଯେମିତି କିି ଆମର କିଙ୍ଗ କୋବ୍ରା ସବୁ ଯେତିକି ଆମର ଇଣ୍ଡିଆରେ ବହୁତ ବହୁତ ଯେତିକି ପ୍ରକାର ସାପ ଅଛି ସବୁକୁ ତ ମୁଁ ଏଇ ଭିଡିଓ ଗୋଟେ ଭିଡିଓରେ ଦେଖେଇ ନାଇ ପାରେ ହେଲେ ଏଇନେ ବହୁତ ପ୍ରକାର ସାପ ସବୁ ଅଛେ। ତ ଆମେ ଯାଉ ଯାଉ ଫାଷ୍ଟ ଦେଖିଦେଇସୁଁ କିଙ୍ଗ କୋବ୍ରା ଯାହାର କି ଖାଲି ମତେ ନାଁ ଟା ଜଣା ଅଛି କି ଖାଲି କିଙ୍ଗ କୋବ୍ରା ଏଇ ସାପର ନାଁ ଟା ଯେନ୍ ସାପ କ ଖାଲି ମୁଇଁ ତାର ନାଁ ଟା ଜାଣିଛେ ତାର ଅଲଗା ସାପ ମାନଙ୍କ ନାଁ ଫାଁ ମତେ ଏତେ ଜଣା ନାହିଁ। ଆ ଇ ସାପ କାଇ ସେ ବୁଢା ସାପ କହିସନ ମତେ ଲାଗୁଛି ତ ହେଲେ ମତେ ବି ପୁରା ସାପର ଏକ୍ଜାକ୍ଟ ନା ଟା ପତା ନାହିଁ ବୋଲେ ଜାଣି ନାଇଁ ପାରି। ଆ ଏଇଟା ବି ଦେଖିପାରୁଥିବେ ସାପ ମାନେ ସବୁ କେମତି ତାଙ୍କ ଲାଗି ଗୁଫା ବନା ଯାଇଛି ସେମାନେ ସେ ଗୁଫା ଗୁଫି ଭିତରେ ମାନଙ୍କରେ ଯାଇକି ଅଛନ୍। ତ ଇନେ ବି ବହୁତ ବହୁତ ସାପ ଅଛନ୍। ତ ମୁଇଁ ଯେତିକି ହେବା ସେତିକି ଦେଖେଇବା ଲାଗି ଟ୍ରାଏ କରୁଛି। ଆ ଦେଖିପାରୁଥିବେ ଏଇ ସାପ ସୋପି ଦେଖିକି ଆଇଲା ପରେ ଏଇଟା ଆଉ କାଁ କହିସନ ଯେ ମତେ ଜଣା ନାହିଁ। ହେଲେ ସେ ତାକୁ ଦେଖିକି ମତେ ଡର ଲାଗିଯାଉଛି ସବୁ ସାପ ମାନଙ୍କୁ ଦେଖିକି ମତେ ଏମିତି ଲାଗୁଛି ମୁଁ ଆପଣଙ୍କୁ କହିନାଇ ପାରେ ଦେହ ଦୋଇ ଶୀତେଇ ଯାଉଛି ପୁରା ସାପ କୁ ଦେଖିଲେ ଆ ଏଇ ସାପ ସବୁ ପୁରା ଏମିତି ଡେଞ୍ଜରିୟସ ଦିଶୁଛନ୍ତି ଯେ ସେମାନଙ୍କୁ ସତରେ ମୁଁ ଯଦି ଏଇନା ଦେଖି ଯଦି ଖୋଲା ଛଡା ଯାଇଥାଇତା ବୋଲେ ମୁଁ ଏରିଆ ଛାଡିକି ପଳେଇଥାଇ ଦେଖିପାରୁଥିବେ ସାପ କେମିତି ତାର ମୁଣ୍ଡ ଟା ଟେକୁଛି। ହଁ ଯେମତା କି ମତେ ଦେଖିକି ପୁରା ବହୁତ ଡର ଲାଗୁଛି ତାର ଜୀଭ ସେ କେମତି ବାହାରକୁ କାଢୁଛି ଦେଖୁନ। ଏମତି ସାପ କାଁ ଦେଖିଲେ ସତରେ ରହିପାରିବ। ତ ସେ ସାପ ଦେଖିକି ଗଲା ବେଳକୁ ଆମେ ଦେଖିଦେଇଛୁ ଏଇନେ ଟୋଟଏଜ ଟୋଟାଇଜ ଦେଖିକି ଆମେ ଏବେ ଯାଉଛୁ ଅଲଗା ଆଡେ ବୁଲବା ଲାଗି ତ ପାଖାପାଖି ଆମେ ସବୁ କଭର କରି ସାରିଲୁ ନ ତ ଏବେ ଆମେ ଯାଉଛୁ ଆଇ ଥିଙ୍କ ଏବେ ଆମେ ଯାଉଛୁ ସେ ଅ ଜଳହସ୍ତି ଆଡେ। ତ ଜଳହସ୍ତି ଆଡେ ଯିବା ବାଟରେ ଆହୁରି କାଁ କାଁ ଅଛେ ବୋଧେ। ତ ଆମେ ସେ ସବୁକୁ କଭର କରିକି ମୁଁ ଆପଣଙ୍କୁ ଦେଖିକି ଯିବାକୁ ଭାବୁଛି। ତ ଏଇନା ବହୁତ ସାରା ଡିଅର ଅଛନ୍ ତ ଦେଖିପାରୁଥିବେ ଆପଣ ମାନେ କେତେ ଡିଅର ଥିଲେ। ତ ଏବେ ଆମେ ପଳେଇ ଆସନ ବହୁତ ବାର୍ଡ ଦେଖବାର ଲାଗି। ତ ବାର୍ଡ ଆମେ ଏବେ ଯାଉଛୁ ଦେଖି ଦେଖି ବହୁତ ବାଟରେ ତ ଦେଖିପାରୁଥିବେନି କେତେ କେତେ ପ୍ରକାର ବି ବହୁତ ବାର୍ଡ ଅଛେ ତ ମୁଁ ସବୁ ଭିଡିଓରେ ଦେଖେଇ ନାଇଁ ପାରୁ ମୁଁ ଯେତିକି ହବ ସେତିକି ଦେଖବା ଲାଗି ଟ୍ରାଏ କରୁଛେ। ତ ବାର୍ଡ ଇଟା ଗୋଟେ କାଣା ଅଛେ ମୋ ନା ନୁ ସବୁ ନାଇଁ ଜାଣି। ତ ଏବେ ଆମେ ପଳେଇ ଆସୁ ଜଳହସ୍ତି ଦେଖବା ଲାଗି ଦେଖିପାରୁଥିବେ ସେ ପାଣିରେ ଗୋଟେ ଜଳହସ୍ତି ଅଛେ। ତ ସେ ବହୁତ ଦୂରେ ଅଛେ ତ ମୁଇଁ ଆପଣଙ୍କୁ ଦେଖାବା ଲାଗି ଟ୍ରାଏ କଲି ହେଲେ ବହୁତ ଭଲସେ ଦେଖା ତ ନାଇଁ ଗଲା ଆପଣ ମାନେ ଟିକେ ଚାହିଁଲେ ଦେଖିପାରିବେ ତ ଆମେ ଏବେ ବାହାରି ଆଇନୁ ସବୁ ପାଖାପାଖି କଭର ହେଇଗଲାନ।
ତ ଆମେ ଏବେ ଟିକେ ବସା ବସି କରମୁ ତାରପରେ ବାହାରି ପଡମୁ ଆମେ। ତ ଆମକୁ ଆଜି ଯିବାର ଅଛି କଟକ। ତ କଟକ ରୁ ଆମେ ଯିମୁ ସେନେ ଆମର କାମଟା ଆଇ ଥିଙ୍କ ଆଜି ହେଇଯିବା। ତ ଆମେ ଏବେ ଟିକେ ବସା ବସି କରମୁ ଏଇ ଜାଗାରେ ବହୁତ ପୁରା ଶାନ୍ତି ଲାଗଲା ଗାଇସ ବସିଲା ପରେ। ଆମେ ଏବେ ଯାଉଛୁ। ତ ଗଲା ବେଳକୁ ଦେଖିପାରୁଥିବେ କେମିତି ହାତୀ ଗୋଟେ ବନା ଯାଇଛି ଆର ପାଣି ପଡୁଛି ସେନୁ। ତ ଆମେ ଏବେ ପଳେଇ ଆସୁନୁନ ଭିଡିଓ ଟା ଯଦି ଭଲ ଲାଗିଥାଏ ବୋଲେ ଲାଇକ୍ ସବସ୍କ୍ରାଇବ ସେୟାର କରବ। ଲେକିନ ଏତକିରେ ସରିନାହିଁ ଆହୁରି ଦେଖ। ଆମେ ଏବେ ଏଇନୁ ଯାଉଛୁ। ଏଇନୁ ଗଲା ପରେ ଆମେ ଟିକେ ଖାଇବା ଲାଗି ଇନକେ ପଳେଇ ଆସୁ। ତ ଇନେ ତ ଆମେ ଖା ପିନା କରିକି ଏବେ ଆମେ ଜିମୁ। ତ ଖାଇବା ତ ଟିକେ ଡେରି ହେବା ବାଧ୍ୟ କାଁ ହେଲା ବୋଲି ଏଇଟା ପୁରା ବହୁତ ଭିଡ ବାଲା ହୋଟେଲ ଯାକ ସବୁ। ତ ଆମେ ବସ ରେ ତାପରେ ପଳେଇ ଆସୁ ଆର ଅଟୋ ନେଇକି ଆମେ ଏବେ ବାହାରି ପଡିଛୁ କଟକ ଲାଗି। ତ କଟକ ଲାଗି ଆମେ ମୋ ଆଣ୍ଟି ଘର ସବୁ ସାମାନ ରଖିଥିନୁ ଧରିକି ପଳେଇ ଆସିକି ଏବେ ବାହାରି ପଡିଛୁ କଟକ ଲାଗି। ତ କଟକ ଆମେ ଏବେ ଯାଉଛୁ ଆପଣ ମାନେ ଦେଖିପାରୁଥିବେ। ମୋବାଇଲ ଟା ସୁଇଚ ଅଫ୍ ହେଇଗଲା ବୋଲିକି ମୁଇଁ ଆର ଭିଡିଓ କରି ନାଇଁ ବସି ତାର ପରେ ଆସିକି ରୁମ ରେ ଚାର୍ଜ ବସେଇଲା ପରେ ମୁଇଁ ମୋର ଭିଡିଓ ଟା ଅନ୍ କରିଦେଇଛି ଭିଡିଓ ଅନ୍ କରିକି ଆପଣମାନଙ୍କୁ ମୁଇଁ ଦେଖଉଛି ଆପଣ ମାନେ ଦେଖିପାରୁଥିବେ ଇ ରୁମ ରେ ଆମେ ଆଜି ରହିବା ଲାଗି ଡିସାଇଡ କରସୁଁ। ତ ଏବେ ମାନେ ଖାଉଛନ୍ ତ ଆମେ ଏଇଟା ଟିକେ ଖାଇ ଖୁଇ ଗଲା ପରେ ଆମେ ଟିକେ ସମୟ ପରେ ପଳେଇ ଆସୁ ଆମର ଡିନର ଟା କମ୍ପ୍ଲିଟ କରବା ଲାଗି। ତ ବର୍ଷା ବହୁତ ହେଇଯାଇ ଆମେ କେମତି ଛତା ଟା ଆଣିଥିନୁ ବୋଲି ଖାଇବା ଲାଗି ପଳେଇ ଆସୁ। ଆ ମା ବାପାଙ୍କର ତ ଖାଇବା ଲାଗି ପଳେଇ ଆସନା ନ ତାର ପରେ କିଛି ସମୟ ପରେ ଆମର ବି ଖାଇବା ଲାଗି ପଳେଇ ଆଇଲା। ତ ଆମ ମଗେଇଥିନୁ ରୁଟି ଆଉ ଅଣ୍ଡା ତଡକା। ଆଜି ଲାଗି ଏତକି ଯଦି ଭିଡିଓ ଟା ଭଲ ଲାଗିଥିବା ବୋଇଲେ ଲାଇକ୍ ସବସ୍କ୍ରାଇବ ଆଉ ସେୟାର କରବା ଲାଗି ଜମାରୁ ନାଇଁ ଭୁଲବ।